ପିଆଜ ରସୁଣ କାହିଁକି ଖାଆନ୍ତି ନାହିଁ ତାର ଏକ ପୌରାଣିକ କିମ୍ବଦନ୍ତୀ ରହିଛି। ସମୁଦ୍ର ମନ୍ଥନ ପରେ ଯେଉଁ ଅମୃତ ବାହାରିଲା ତାହା ରାକ୍ଷସ ଏବଂ ଦେବତାମାନଙ୍କ ମଧ୍ୟରେ ବଣ୍ଟା ହେବା କଥା। ନାରାୟଣ ଛଳ କରି ଦେବତାମାନଙ୍କୁ ଅମୃତ ପିଆଇଲେ କିନ୍ତୁ ରାକ୍ଷସମାନଙ୍କୁ ଦେଲେ ନାହିଁ। ଏ କଥା ରାହୁ ଜାଣିପାରି ଦେବତାଙ୍କ ଅଲକ୍ଷ୍ୟରେ ଅମୃତ ପାନ କରିଦେଲା। ଚନ୍ଦ୍ର ଏବଂ ସୂର୍ଯ୍ୟ ଏହା ଦେଖି ନାରାୟଣଙ୍କୁ କହିଦେବା କ୍ଷଣି ନାରାୟଣଙ୍କ ଚକ୍ର ରାହୁଙ୍କର ଗଣ୍ଡିମୁଣ୍ଡ ଅଲଗା କରିଦେଲା। ତାହା ରାହୁ ଏବଂ କେତୁ ନାମରେ ପରିଚିତ। ରାହୁ ଏବଂ କେତୁ ଅମୃତ ପାନ କରିଥିବାରୁ ସେମାନେ ସବୁଦିନ ପାଇଁ ଅମର ହେଇଗଲେ। ରାହୁଙ୍କର ମୁଣ୍ଡକଟାରୁ ଯେଉଁ 2 ବୁନ୍ଦା ରକ୍ତ ପୃଥିବୀରେ ପଡ଼ିଥିଲା ତାହା ପିଆଜ ଏବଂ ରସୁଣ ଅଟେ। ସେଥିପାଇଁ ପିଆଜ ରସୁଣ ଖାଇଲେ ମଣିଷର ଆସୁରିକ ଗୁଣ ବୃଦ୍ଧି ହେଇଥାଏ, କ୍ରୋଧ ହିଂସା ବଢ଼ିଥାଏ। ଅମୃତ ପାନ କରିଥିବାରୁ ରାହୁ ସବୁଦିନ ପାଇଁ ଅମର ହେଇଗଲେ। ରାହୁ ଏବଂ କେତୁ ଚନ୍ଦ୍ର ଏବଂ ସୂର୍ଯ୍ୟକୁ ଗ୍ରାସ କରନ୍ତି। ତାହା ଚନ୍ଦ୍ରଗ୍ରହଣ ଏବଂ ସୂର୍ଯ୍ୟପରାଗ ନାମରେ କାଳ କାଳକୁ ରହିଯାଇଛି।